ବନ୍ଧୁଗଣ, ଉଦୟ ଚ୍ୟାନେଲ ସ୍ୱାଗତ। ମୁଁ ରଞ୍ଜନ। ଆଜି ଗୋଟେ କଥା ନେଇ ମୁଁ ଆପଣମାନଙ୍କ ପାଖକୁ ଆସିଛି। ହାରିବା ଏବଂ ଜିତିବା। ଅନେକ ବ୍ୟକ୍ତି କୁହନ୍ତି ମୁଁ ହାରିଗଲି, କେହି ବି କୁହେ ମୁଁ ବି ଜିତିଗଲି। ଏ ଯେଉଁ ହାରିବା ଜିତିବା ମଣିଷର ମାପକାଠି ନୁହେଁ। ଜୀବନ ଯୁଦ୍ଧରେ ଚାଲିବାକୁ ହେଲେ ଏଭଳି ସଂଗ୍ରାମ କରିବାକୁ ହୁଏ। ସେ ସଂଗ୍ରାମରେ ହାର ଜିତି କଥାଟା ନଥାଏ। କ'ଣ ଥାଏ? ଅନେକ କ୍ଷେତ୍ରରେ ଆମେ ଚେଷ୍ଟା କରେନି, ଚେଷ୍ଟା ନ କରିବି ପରମୂର୍ତ୍ତିରେ କହୁ ମୁଁ ହାରିଗଲି। କର୍ମକ୍ଷେତ୍ରରେ ଚେଷ୍ଟା ନ କରିବାଟା ହିଁ ଦୁର୍ବଳତା। ଆଉ ଏ ଦୁର୍ବଳତା ମଣିଷକୁ ଅତି ସତ୍ୱର ଅଧପତନ ଆଡ଼କୁ ଟାଣି ନିଏ। ଆଉ ଚେଷ୍ଟା କଲେ ମଧ୍ୟ ଆମେ ମଧ୍ୟ ଉପରକୁ ଯାଇପାରିବା, ଉତ୍ତରୋତ୍ତର ବର୍ଦ୍ଧିତ ହୁଏ। ଆଉ ଚେଷ୍ଟା ମାଧ୍ୟମରେ ସବୁକିଛି ସମ୍ଭବ ହୁଏ। ତାକୁ ହିଁ ନେଇକରି ମଧ୍ୟ ବ୍ୟକ୍ତି ମଧ୍ୟ କୃତକାର୍ଯ୍ୟ କୁହନ୍ତି। ଆଉ ଜୀବନରେ ପ୍ରତିଯୋଗିତା ସଦାସର୍ବଦା ଲାଗି ରହିଛି। ଯଦି ମନରେ ପ୍ରତିଯୋଗିତା ମନୋଭାବ ନେଇ ଆମେ ଯଦି ପ୍ରତ୍ୟେକ କାର୍ଯ୍ୟକୁ କରିବା, ସଫଳତାର ଶୀର୍ଷରେ ନିଶ୍ଚୟ ପହଞ୍ଚି ପାରିବା। ସଫଳତା ଆମ ହାତ ମୁଠାରେ। ଆମ ଚେଷ୍ଟା, ଆମର ଚିନ୍ତାଧାରା, ଆମର ମନୋଭାବ ଯଦି ସୁଦୃଢ଼ କରି ଆମେ ସେଥିରେ ଲାଗି ରହିବା, ନିଶ୍ଚିତ ସଫଳତାର ଶୀର୍ଷରେ ପହଞ୍ଚି ପାରିବା। ଆଉ ଆମ ଭିତରେ ଅଛି ଯେଉଁ ଦୁର୍ବଳତା, ଆମକୁ ସଦାସର୍ବଦା ସେ ଦୁର୍ବଳତା ବିରୁଦ୍ଧରେ ସଂଗ୍ରାମ କରିବାକୁ ହେବ ଏବଂ ଯେତେ ସମ୍ଭବ ସେ ଦୁର୍ବଳତାକୁ ଆମ ଭିତରୁ ଦୂର କରିବାକୁ ହେବ, ତଡ଼ି ଦେବାକୁ ହେବ। ତାହା ନହେଲେ ଆମେ କିଛି କରିପାରିବେ ନାହିଁ। କାରଣ ଆପଣ ଜାଣିଥିବେ, ଆମର ଚେଷ୍ଟା ସବୁ କ୍ଷେତ୍ରରେ ଆମକୁ ଚେଷ୍ଟା କରିବାକୁ ହେବ। ଯେମିତିକି ଗୋଟେ ଶିଶୁ ଜନ୍ମ ହେଲା ପରେ ପ୍ରଥମେ ଚିତି ହୋଇଥାଏ, ପରେ ପେଟାଇ ଥାଏ, ତାପରେ ଆଣ୍ଠେଇ ଥାଏ, ତାପରେ ଆସ୍ତେ ଆସ୍ତେ ଛିଡ଼ା ହୋଇଥାଏ। ଛିଡ଼ା ହେଲା ପରେ ଚାଲିବାକୁ ଚେଷ୍ଟା କରେ, ପଡ଼ିଯାଇଥାଏ, ପୁଣି ମଧ୍ୟ ଚାଲେ। ତାକୁ କ'ଣ କୁହନ୍ତି? ଶିଶୁଟି ବାରମ୍ବାର ପଡ଼ି ତଳେ ଚାଲଇ ଅଭ୍ୟାସର ବଳେ। ତାକୁ ଆଗକୁ ବଢ଼ିବାକୁ ହେଲେ ଚାଲିବାକୁ ହେବ, ସେ ତାର ଚେଷ୍ଟା ଜାରି ରଖିଛି। ଠିକ୍ ସେହିପରି ଆମକୁ ଶିଶୁଟିରେ ଜନ୍ମ ସମୟର କଥାକୁ ଯଦି ମନ ଭିତରେ ରଖିଥିବା, ପ୍ରତ୍ୟେକ କ୍ଷେତ୍ରରେ ଆମକୁ ଉଠାଣି ପଡ଼ାଣି ଦେଇ ଗତି କରିବାକୁ ହେଲେ ଆମକୁ ସେମିତି ଚେଷ୍ଟା ଜାରି ରଖିବାକୁ ପଡ଼ିବ। ଏ ଅଗମ୍ୟ ଚେଷ୍ଟା ହିଁ ଆମକୁ ଶୀର୍ଷତାରେ ପହଞ୍ଚାଏ। ତେଣୁକରି କଥାଟା କେମିତି ଲାଗିଲା? ଯଦି ଭଲ ଲାଗିଥାଏ, ଆଗାମୀ ଛୋଟ ଛୋଟ ଭିଡ଼ିଓରେ ମୁଁ ଆସିବି। ରଞ୍ଜନ, ଲାଇକ୍ ସେୟାର କରନ୍ତୁ, ଆଗକୁ ବଢ଼ିବାରେ ସହାୟ ହେବ। ରହୁଛି, ନମସ୍କାର।